ଥରେ ଜଣେ ଯୁବକ ତାର ଗୁରୁଙ୍କ ପାଖରେ ପହଞ୍ଚି କହିଲା, ମୋ ପତ୍ନୀ କ୍ଷଣକୋପୀ, କଥା କଥାକେ ରାଗିଯାଏ। ସେହି କାରଣରୁ ମୁଁ ଶାନ୍ତିରେ ରହିପାରୁନାହିଁ। କେମିତି ଶାନ୍ତି ପାଇବି ବାଟ ବତାନ୍ତୁ। ଗୁରୁ କହିଲେ, ତୁମେ ନିଜ ପତ୍ନୀକୁ ଛାଡ଼ି ଅଲଗା ରହିବାକୁ ଚାହଁ କି? ଯୁବକ କହିଲା, ନା, ସେ କଥା ନୁହେଁ। ତା ସହିତ କେମିତି ଶାନ୍ତିରେ ରହିବି ସେ ଉପାୟଟି ଜାଣିବା ଦରକାର। ଗୁରୁ କହିଲେ, କେବଳ ତୁମର ନୁହେଁ, ଆମ ସମସ୍ତଙ୍କ ଲାଗି ଦୁଃଖର ମୂଳ କାରଣ ହେଲା ଆମେ ଈଶ୍ୱରଙ୍କୁ ସମ୍ମାନ ଦେଉନାହେଁ। ଯୁବକ କହିଉଠିଲା, ନା ମହାଶୟ, ମୁଁ ଈଶ୍ୱରଙ୍କୁ ମାନେ, ତାଙ୍କୁ ପୂଜା କରେ। ଗୁରୁ କହିଲେ, କଥାଟା ବୁଝିପାରିଲ ନାହିଁ। କଥା ହେଲା ଈଶ୍ୱର ପୃଥିବୀର ସବୁ କିଛି ତିଆରି କରିଛନ୍ତି ଏବଂ ତାଙ୍କ ନିଜ ବାଟରେ ହିଁ କରିଛନ୍ତି। କିନ୍ତୁ ଆମେ ସେଥିରେ ସନ୍ତୁଷ୍ଟ ନୁହେଁ। ଆମେ ପ୍ରତି ଜିନିଷ ନିଜ ମନ ମୁତାବକ ହେଉ ବୋଲି ଚାହୁଁ। ପୃଥିବୀର ପ୍ରତି ମଣିଷର ଚେହେରା ପରସ୍ପରଠାରୁ ଅଲଗା। ଈଶ୍ୱର ତାଙ୍କ ବାଟରେ ସମସ୍ତଙ୍କୁ ତିଆରି କରିଛନ୍ତି। କିନ୍ତୁ ଆମେ ନିଜ ମନ ମୁତାବକ ସୁନ୍ଦର ବା ସୁନ୍ଦରୀ ସାଥୀ ଚାହୁଁ। ନ ପାଇଲେ ଦୁଃଖ କରୁ। ସେମିତି ପ୍ରତି ମଣିଷର ସ୍ୱଭାବ ଅଲଗା। ତୁମେ ଯେମିତି ଚାହୁଁଛ ତୁମ ପତ୍ନୀ ସେମିତି ହେବ ବୋଲି କଥା ନୁହଁ। ତୁମର ଯଦି ଈଶ୍ୱରଙ୍କ ସୃଷ୍ଟି ପ୍ରତି ସମ୍ମାନ ଥାଆନ୍ତା, ତେବେ ତୁମେ ତାଙ୍କ ସୃଷ୍ଟିକୁ ସେ ଯେମିତି ଗଢ଼ିଛନ୍ତି ସେମିତି ଗ୍ରହଣ କରିପାରନ୍ତ। ତୁମେ ସେମିତି କରିପାରୁନାହଁ ବୋଲି କଷ୍ଟ ପାଉଛ। ଯେଉଁମାନେ ଶାନ୍ତି ପାଇଛନ୍ତି ସେମାନେ ଯେ ସବୁକିଛି ଭଲ ପାଇଛନ୍ତି ତା ନୁହେଁ। ସେମାନେ ଯାହା ପାଇଛନ୍ତି ତାକୁ ଈଶ୍ୱରଙ୍କ ପ୍ରସାଦ ଭଳି ଭାବି ସନ୍ତୁଷ୍ଟ ହୋଇଛନ୍ତି।